ବର୍ତ୍ତମାନ ସାଙ୍ଗମାନେ ଅଣ୍ଡା ସିଝା ଚାଲିଛି ଆଉ ଏପଟେ ଆଳୁ ଭଜା ଚାଲିଛି। ମୋର ଆଉ ଗୋଟେ ନୂଆ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆପଣଙ୍କୁ ରାନ୍ଧୁ କରି ଦେଖେଇବେ ଅଣ୍ଡା ତରକାରୀ ଆଉ କେମିତି ଲାଗୁଛି ଆପଣମାନେ ଭିଡ଼ିଓର ଶେଷରେ ଜଣେଇବେ। ଆଉ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବେ। ଆଳୁ ଭଜା ହେଇଗଲା, ତାପରେ ଏପଟେ ଛଡ଼ା ହେଇ ଅଣ୍ଡା ପାଇଁ ଛଡ଼ା ହେଇଥିଲା ଆଗରୁ, ତାହା ବର୍ତ୍ତମାନ ତେଲରେ ପଡ଼ିଲା, ଚଡ଼ ଚଡ଼ ହେଇ ଫୁଟୁଛି। ଆଉ ସବୁ ଅଣ୍ଡାକୁ ସେ ପକାଇଦେବେ। ଦେଖିପାରୁଥିବେ ଆପଣମାନେ। କିଛି ସମୟ ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ। ସବୁ ଅଣ୍ଡା ଧୀରେ ଧୀରେ ପଡ଼ିଯିବ। ସବୁ ଅଣ୍ଡା ଧୀରେ ଧୀରେ ନିହାତି 10ରୁ 10ଟି ଅଣ୍ଡା ଅଛି, ସବୁ ପଡ଼ିଗଲା। ସେ ବର୍ତ୍ତମାନ ଭଜା ହେବ କିଛି ସମୟ। ଦେଖିପାରୁଥିବେ ଅଣ୍ଡା ଭଜା ବର୍ତ୍ତମାନ ହେଇ ଆସିଲାଣି କିଛି ସମୟ ପରେ। ଆଉ ଦେଖିପାରୁଥିବେ କେମିତି ବ୍ରାଉନିସ୍ କଲର୍ ହେଇଯାଇଛି। ତାପରେ ଆମେ ତାକୁ କାଢ଼ି ଦେଇଛୁ ପାତ୍ରକୁ। ବର୍ତ୍ତମାନ କଢ଼େଇ ବସେଇଲୁ, ତରକାରୀ ପ୍ରସ୍ତୁତ ହେବ। ଆଉ ଏକରେ ଆଳୁ ଭଜା ସରିଛି, ସେକରେ ଅଣ୍ଡା ଭଜା ବି ସରିଛି। ଆଉ ଆଳୁଟା ରଖିଦେଲୁ। ବର୍ତ୍ତମାନ ପିଆଜ ଟମାଟର ସୋରିଷ ତେଲ ପଡ଼ିକି ସେଠି କିଛି ସମୟ ଜରା ହେବ। ଦେଖିପାରୁଛନ୍ତି ରାନୁ କେମିତି ତାକୁ ଜାରୁଛନ୍ତି। ଆଉ ତାପରେ ଜରିଲା ପରେ ଟିକେ, ତାପରେ ପୁଣି ତାକୁ ଅଦା ରସୁଣ ପେଷ୍ଟ ବଟା ହେଇକି ଥିଲା ସେ ପଡ଼ିଲା। ଆଉ ତାପରେ କ'ଣ ପଡ଼ୁଛି ଦେଖିବା। ତାପରେ ଆବଶ୍ୟକ ଅନୁସାରେ ଜଷ୍ଟ ଟିକେ ପାଣି ଦିଆହେଲା, ତାପରେ ତାକୁ ଗୋଳା ହେଲା। ତାପରେ ପୁଣି କିଛି ସମୟ ଅପେକ୍ଷା କଲା ପରେ ତାକୁ ଟିକେ ଘାଣ୍ଟି ଦେଲେ। ତାପରେ ବର୍ତ୍ତମାନ ଦେଖିବା କ'ଣ ପଡ଼ୁଛି, ଅପେକ୍ଷା କରନ୍ତୁ କ'ଣ ପଡ଼ୁଛି। ବର୍ତ୍ତମାନ ହଳଦୀ ଗୁଣ୍ଡ ପଡ଼ିଲା ଆବଶ୍ୟକ ଅନୁସାରେ। ତାପରେ ପୁଣି କିଛି ସମୟ ପରେ ଲୁଣ ପଡ଼ିଲା ସ୍ୱାଦ ଅନୁସାରେ। ତାପରେ କିଛି ସମୟ ପରେ ଲଙ୍କା ଗୁଣ୍ଡ ପଡ଼ିଲା। ତାପରେ ପୁଣି କିଛି ସମୟ ପରେ ଚିକେନ୍ ମସଲା ପଡ଼ିଲା। ଟିକେ ଅଣ୍ଡାରେ ଟିକେ ଚିକେନ୍ ମସଲା ପଡ଼ିଲେ ଚିକେନ୍ ଲାଗିବ, ବଢ଼ିଆ ଟେଷ୍ଟ ଲାଗିବ। ରାନୁ ଆଜି ଆପଣମାନଙ୍କୁ ଦେଖାଉଛନ୍ତି ଅଣ୍ଡା ତରକାରୀ କେମିତି ଲାଗୁଛି କହିବେ। ବର୍ତ୍ତମାନ ସେଇଟା କିଛି ସମୟ ତାକୁ କଷିବେ। କଷିଲା ପରେ ତାପରେ ଦେଖିବା, ଆଗକୁ ଯିବା। ବର୍ତ୍ତମାନ କଷା ହେଇସାରିଲାଣି। ତାପରେ ତାକୁ ଆମେ ଆଳୁ ପକାଇଦେଲୁ, ଭଜା ହେଇଥିବା ଆଳୁକୁ। ବର୍ତ୍ତମାନ କିଛି ସମୟ କଷିବୁ। ଆଳୁକୁ କିଛି ସମୟ କଷିଲା ପରେ ତାପରେ ଆମେ କ'ଣ କରିବୁ, ଆଗକୁ ଆମ ସହିତ ଜଡ଼ିତ ହୋଇ ରୁହନ୍ତୁ। ବର୍ତ୍ତମାନ ଆଳୁ କଷା ସରିଗଲା। ତାପରେ ଆମେ କ'ଣ କରିବୁ ନା ପାଣି ଦେଇଦେଲୁ। ବର୍ତ୍ତମାନ ପାଣି ଦେଇଦେଲୁ। ତାପରେ କିଛି ସମୟ ପାଇଁ ତାକୁ ଛାଡ଼ିଦେବୁ ଗୋଳେଇକି। ତାପରେ ପାଣି ଟିକେ ଫୁଟି ଆସିଲେ ଅଣ୍ଡା ପକାଇବୁ। ଦେଖନ୍ତୁ ତାପରେ କ'ଣ କରୁଛନ୍ତି ରାନୁ, ତାକୁ ଟିକେ ଘାଣ୍ଟି ଦେଲେ ଭଲ କରି। ଦେଖନ୍ତୁ ତରକାରୀଟା କେତେ ବଢ଼ିଆ ଦେଖାହେଉଛି। ଆପଣମାନେ ଏଇ ଟାଇପ୍ରେ କରନ୍ତୁ, ଆପଣଙ୍କୁ ଭଲ ଲାଗିବ। ତାପରେ ଅଣ୍ଡା ଏଠି ଅଛି ଭଜା ହେଇକି। ବର୍ତ୍ତମାନ ତରକାରୀ ଫୁଟି ଆସିଲାଣି। ରାନୁ ତାପରେ ଆଉ ଡେରି ନ କରି ପକାଇ ଦେଇଛନ୍ତି କ'ଣ ନା ଅଣ୍ଡା, ଭଜା ହେଇ ରହିଥିବା ଅଣ୍ଡାକୁ ପକାଇ ଦେଇଛନ୍ତି। ଆମର ପ୍ରସ୍ତୁତ ହେଇଗଲା ଅଣ୍ଡା ତରକାରୀ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମଧ୍ୟରେ ଜଣାଇବେ। ରହିଲି, ବାଏ, ଲଭ୍ ୟୁ।